ଜୟଗୁରୁ ବନ୍ଦେ ପୁରୁଷୋତ୍ତମ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୀବନ ଆଦର କଥା। ବିଷୟଟି ହେଉଛି ସତନାମ ଟ୍ୟୁନିଂ। 1955 ମସିହା ଏପ୍ରିଲ ମାସରେ ଦେଓଘର ଆଶ୍ରମରେ ଅନୁଷ୍ଠିତ ହେଉଥିବା ନବବର୍ଷ ଉତ୍ସବ ଓ ସ୍ୱସ୍ତି ତୀର୍ଥ ମହାଯଜ୍ଞ 2 ଦିନ ହେବ ସରିଲାଣି। ଭାରତର ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମୀ ଭକ୍ତମାନେ ଶ୍ରୀ ଶ୍ରୀ ଠାକୁରଙ୍କ ଠାରୁ ବିଦାୟ ନେଇଗଲେଣି। ଅଭୟ ଶଙ୍କର ଦାସଗୁପ୍ତା ପଶ୍ଚିମବଙ୍ଗର କର୍ମୀ ଓ ସୁଗାୟକ ଆଜି ରାତି ଟ୍ରେନରେ ଯାଇ ପରଦିନ ସକାଳେ କଲିକତାରେ ପହଞ୍ଚି ତାଙ୍କ ନୂତନ କର୍ମ ଦାୟିତ୍ୱ ନେବେ। ସେ ଜଣେ ଇଞ୍ଜିନିୟର। ସନ୍ଧ୍ୟା ପ୍ରାର୍ଥନା ପରେ ବିଦାୟ ଅନୁମତି ମାଗିଲାରୁ ଶ୍ରୀ ଶ୍ରୀ ଠାକୁର ତାଙ୍କୁ ଛାଡ଼ିବାକୁ ନାରାଜ। କହିଲେ, ତୁ ଆଜି ରହିଗଲେ ଭଲ ହୁଅନ୍ତା। ମୋତେ ଏଥର ଗୀତ ଶୁଣାଇ ନାହୁଁ, କାଲି ଗୀତ ଶୁଣାଇ ସାରି ଯିବୁ। ଅଭୟ ଶଙ୍କର କିନ୍ତୁ ବାରମ୍ବାର ଅନୁରୋଧ କରୁଥାନ୍ତି ଯେ ଆଜି ରାତିରେ ନ ଗଲେ ଚାକିରିଟି ହାତଛଡ଼ା ହୋଇଯିବ, ତେଣୁ ଯିବାକୁ ଯେମିତି ହେଲେ ପଡ଼ିବ। ଶ୍ରୀ ଶ୍ରୀ ଠାକୁର ମୁହଁ ଶୁଖାଇ କହିଲେ, ଏତେ ଯଦି ଜିଦ୍ କରୁଛୁ ତେବେ ଯା, କିନ୍ତୁ ହୁସିଆରରେ ଯିବୁ, ସବୁବେଳେ ନାମ କରୁଥିବୁ। କଲିକତାର ଟ୍ରେନ ଯଶୋଡି ଷ୍ଟେସନରେ ବିଳମ୍ବରେ ପହଞ୍ଚିବାରୁ ଛାଡ଼ୁ ନଥାଏ। ଦାସଗୁପ୍ତା ମହାଶୟ ତାଙ୍କ ସିଟରେ ବସି ଅହରହ ନାମ ଜପ କରୁଥାନ୍ତି। ଶ୍ରୀ ଶ୍ରୀ ଠାକୁରଙ୍କ ଅନିଚ୍ଛା ସତ୍ତ୍ୱେ ବାହାରି ଆସିଲେ, ସେଥିପାଇଁ ମନଟା ଭଲ ଲାଗୁନଥାଏ। ହଠାତ୍ ତାଙ୍କ କାନରେ ଶୁଭିଲା, ଅଭୟ ଓହ୍ଲେଇ ଆ। ଆଖି ଖୋଲି ଚାହିଁଲେ, ଅନ୍ୟ ଯାତ୍ରୀମାନେ ତାଙ୍କୁ କେହି କିଛି କହିନାହାନ୍ତି। ପୁଣି ଡାକରା ଶୁଭିଲା, ଅଭୟ ଶୀଘ୍ର ଗାଡ଼ିରୁ ଓହ୍ଲା, ଓହ୍ଲା। ସେ ସ୍ୱର ଏତେ ଗମ୍ଭୀର ଓ ତୀବ୍ର ଥିଲା ଯେ ସେ କିଂ କର୍ତ୍ତବ୍ୟମୀଡ଼ ହୋଇ ନିଜ ବ୍ୟାଗ୍ ଧରି ଗାଡ଼ିରୁ ଓହ୍ଲାଇ ପଡ଼ିଲେ। ଟ୍ରେନ ଛାଡ଼ିଦେଲା। ଏତେ ରାତିରେ ଆଶ୍ରମକୁ ଯାଇ ହେବ ନାହିଁ। ଆଗାମୀ ଟ୍ରେନ ଅପେକ୍ଷାରେ ଗୋଟିଏ ବେଞ୍ଚ ଉପରେ ବସି ଢୁଳାଉଥାନ୍ତି। 2 ଘଣ୍ଟା ପରେ ଷ୍ଟେସନରେ କୋଳାହଳ ଶୁଭିଲା। ସେ ଜାଣିବାକୁ ପାଇଲେ ଯେ ଯେଉଁ ଗାଡ଼ିରେ ସେ ଯାଇଥାନ୍ତେ ତାହା ମଧୁପୁର ଷ୍ଟେସନ ପାଖାପାଖି ଗୋଟିଏ ମାଲଗାଡ଼ି ସହିତ ଧକ୍କା ଲାଗିବାରୁ ଯାତ୍ରୀ ମୃତାହତ ହୋଇଛନ୍ତି। ତାଙ୍କର ମନ ଆଶ୍ଚର୍ଯ୍ୟ, ବିସ୍ମୟ ଓ କୃତଜ୍ଞତାରେ ଭରିଗଲା। ବାତାବରଣ ଶାନ୍ତ ପଡ଼ିବା ପରେ ଷ୍ଟେସନ ମାଷ୍ଟର ଓ ଅନ୍ୟ କର୍ମଚାରୀମାନଙ୍କୁ ନିଜ ଅନୁଭୂତି କହିଲେ। ସେମାନେ ଅସନ୍ତୁଷ୍ଟ ସ୍ୱରରେ କହିଲେ, ତମ ଠାକୁର ପାର୍ସିଆଲ, ତାଙ୍କର ପକ୍ଷପାତ ବିଚାର। ତୁମକୁ କାନରେ କହିଲା ପରି ଆମକୁ ଯଦି କହିଥାନ୍ତେ ବହୁତ ଲୋକ ବଞ୍ଚି ଯାଇଥାନ୍ତେ, ତା କଲେ ନାହିଁ କାହିଁକି? ଦାସଗୁପ୍ତା ବାବୁ ଭାବିଲେ, ସତ କଥା ତ। କଲିକତା ନ ଯାଇ ସକାଳେ ଆଶ୍ରମରେ ପହଞ୍ଚି ଯଥା ସମୟରେ ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ କାନ୍ଦି କାନ୍ଦି କୃତଜ୍ଞତା ଜଣାଉଥାନ୍ତି। ବହୁ ସମୟ ପରେ ସାହସ କରି କହିଲେ, ଆପଣ ଷ୍ଟେସନ ମାଷ୍ଟରଙ୍କ କାନରେ ଏମିତି ନିର୍ଦ୍ଦେଶ ଶୁଣାଇ ଦେଲେ ନାହିଁ କାହିଁକି? କେତେ ଯେ ଲୋକ ବଞ୍ଚି ଯାଇଥାନ୍ତେ। ଶ୍ରୀ ଶ୍ରୀ ଠାକୁର କିଛି ଉତ୍ତର ନ ଦେଇ ଗୋଟିଏ ଟ୍ରାଞ୍ଜିଷ୍ଟର ରେଡ଼ିଓ ମଗାଇ ଅଭୟଦାଙ୍କୁ କଲିକତା ରେଡ଼ିଓ ଷ୍ଟେସନ ଲଗାଇବାକୁ କହିଲେ। ସେ ଲଗାଇ ଦେଲେ। ଶ୍ରୀ ଶ୍ରୀ ଠାକୁର ପଚାରିଲେ, କେମିତି ଲଗାଇଲୁ? ଆଜ୍ଞା, ଟ୍ୟୁନିଂ କରି କହିଲେ ଦାସଗୁପ୍ତା। ଶ୍ରୀ ଶ୍ରୀ ଠାକୁର କହିଲେ, ବାସ୍, ପରମପିତା ସମସ୍ତଙ୍କୁ ଦୁର୍ଘଟଣା ଖବର ଦେଉଛନ୍ତି। ସେମାନଙ୍କର ଟ୍ୟୁନିଂ ସୁବିଧା ନଥିବାରୁ ସେମାନେ ଧରିପାରିଲେ ନାହିଁ। ତୁ ଅନବରତ ନାମ କରୁଥିବାରୁ ମେସେଜକୁ ଧରିପାରିଲୁ ଆଉ ରକ୍ଷା ପାଇଗଲୁ। ଅମୃତ କାହାଣୀ। ଜୟଗୁରୁ ବନ୍ଦେ ପୁରୁଷୋତ୍ତମ।